ପ୍ରମୁଖ ପଶୁପକ୍ଷୀ ଓ ସଂରକ୍ଷଣ କେନ୍ଦ୍ର। ପ୍ରମୁଖ ପଶୁପକ୍ଷୀ ସଂରକ୍ଷଣ ଓ କେନ୍ଦ୍ର ସେଗୁଡିକ ବିଷୟରେ ଜାଣିବା। ସଂରକ୍ଷଣ କେନ୍ଦ୍ର ନନ୍ଦନକାନନ। ନନ୍ଦନକାନନଟି ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ। ସେଠି ସଂରକ୍ଷିତ ବନ୍ୟଜନ୍ତୁ ଗୁଡ଼ିକ ହେଉଛନ୍ତି ଧଳା ବାଘ, ସିଂହ, ଚିତା, ହରିଣ, ମାଙ୍କଡ଼, ସରୀସୃପ ଆଉ ପକ୍ଷୀମାନେ। ଶିମିଳିପାଳ। ଶିମିଳିପାଳ ଯେଉଁ ସଂରକ୍ଷଣ କେନ୍ଦ୍ର ରହିଛି ସେଟା ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ। ବାଘ, ହାତୀ, ବାରସିଙ୍ଗା, ସମ୍ବର, ହରିଣ, ଚିତା, ମାଙ୍କଡ଼, ବାର୍ହା, ସାପ ଏଠି ସଂରକ୍ଷିତ ବନ୍ୟଜନ୍ତୁ ରହୁଛନ୍ତି। ଭିତରକନିକା। ଭିତରକନିକା ସଂରକ୍ଷଣ କେନ୍ଦ୍ରଟି କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ। କୁମ୍ଭୀର ଆଉ କଇଁଛ ସେଠି ରହୁଛନ୍ତି ସଂରକ୍ଷିତ ବନ୍ୟଜନ୍ତୁ। ଗହିରମଥା। ଗହିରମଥା ସଂରକ୍ଷଣ କେନ୍ଦ୍ରଟି କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ। ହରିଣ, ସାପ, ବାର୍ହା, ଚିତା, ପକ୍ଷୀ ଏହି ଜୀବଜନ୍ତୁ ଗୁଡ଼ିକ ରହୁଛନ୍ତି। ମଣିଭଦ୍ରା। ମଣିଭଦ୍ରା ସଂରକ୍ଷଣ କେନ୍ଦ୍ରଟି ନୟାଗଡ଼ ଜିଲ୍ଲାରେ ଅବସ୍ଥିତ। ଏଠି ବିଷାକ୍ତ ସାପ ସଂରକ୍ଷିତ ବନ୍ୟଜନ୍ତୁ ରୂପରେ ରହୁଛନ୍ତି। ବିଷାକ୍ତ ସାପ ରହୁଛନ୍ତି। ଚନ୍ଦକା। ଚନ୍ଦକା ସଂରକ୍ଷଣ କେନ୍ଦ୍ରଟି ଖୋର୍ଦ୍ଧାରେ ଅବସ୍ଥିତ। ଏଠାରେ ହାତୀ ଆଉ ବାର୍ହା ରହୁଛନ୍ତି। ଏହାପରେ ଆପଣଙ୍କର ହୀରାକୁଦ। ହୀରାକୁଦ ଯେଉଁ ସଂରକ୍ଷଣ କେନ୍ଦ୍ର ରହିଛି ସେଟା ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ। ସେଠି କେବଳ ପକ୍ଷୀ ସଂରକ୍ଷିତ ବନ୍ୟଜନ୍ତୁ ହିସାବରେ ପକ୍ଷୀମାନେ ରହୁଛନ୍ତି। ଡେବ୍ରିଗଡ଼। ଡେବ୍ରିଗଡ଼ ସଂରକ୍ଷଣ କେନ୍ଦ୍ରଟି ବରଗଡ଼ ଜିଲ୍ଲାରେ ଅଛି। ସେଠି ରହୁଛନ୍ତି ବାଘ, ଚିତା, ଭାଲୁ, ହରିଣ। ସେଠି ଖଲାଶୁଣୀ। ଖଲାଶୁଣୀ ଯେଉଁ ସଂରକ୍ଷଣ କେନ୍ଦ୍ର ରହିଛି ସେଠି ସମ୍ବଲପୁର ଜିଲ୍ଲାରେ ସେଟା ଅବସ୍ଥିତ। ଖଲାଶୁଣୀଟା ସେଠି ହାତୀ, ମହାବଳ, ବାଘ ଆଉ ଚିତାବାଘ, ଭାଲୁ, ହରିଣ, ସମ୍ବର ରହୁଛନ୍ତି। କୋଠଗଡ଼। କୋଠଗଡ଼ ସଂରକ୍ଷଣ କେନ୍ଦ୍ରଟି କନ୍ଧମାଳ ଜିଲ୍ଲାରେ ଅବସ୍ଥିତ। ସେଠି ରହୁଛନ୍ତି ହାତୀ, ମହାବଳ, ବାଘ, ଚିତାବାଘ, ଭାଲୁ, ବାର୍ହା, ହରିଣ, ସମ୍ବର, ନୀଳଗାଈ, ଚୌସିଙ୍ଗା। ହଦଗଡ଼। ହଦଗଡ଼ ଯେଉଁ ସଂରକ୍ଷଣ କେନ୍ଦ୍ରଟି ରହିଛି କେନ୍ଦୁଝର ଆଉ ମୟୂରଭଞ୍ଜ ଦୁଇଟା ଯାକ ଜିଲ୍ଲାରେ ତାହା ରହିଛି। ହଦଗଡ଼ ସଂରକ୍ଷଣ କେନ୍ଦ୍ରଟି କେନ୍ଦୁଝର ଆଉ ମୟୂରଭଞ୍ଜ ଦୁଇଟା ଯାକ ଜିଲ୍ଲାରେ ରହିଛି। ସେଠି ରହୁଛନ୍ତି ବଳିଆ କୁକୁର, ଚିତାବାଘ, ଭାଲୁ, ହାତୀ। ବାଲିମେଳା। ବାଲିମେଳା ଯେଉଁ ସଂରକ୍ଷଣ କେନ୍ଦ୍ର ରହିଛି ବାଲିମେଳା ତାହା କୋରାପୁଟ ଜିଲ୍ଲାରେ ଅବସ୍ଥିତ। ବାଘ, ଚିତା ଆଉ ବଣ ମଇଁଷି ରହୁଛନ୍ତି। ଅଞ୍ଜାପଲ୍ଲୀ। ଅଞ୍ଜାପଲ୍ଲୀ ସଂରକ୍ଷଣ କେନ୍ଦ୍ରଟି ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ। ଏଠି କଇଁଛ ରହୁଛନ୍ତି। ସୁକୁମଲ। ସୁକୁମଲ ସଂରକ୍ଷଣ କେନ୍ଦ୍ରଟି ନୟାଗଡ଼ ଜିଲ୍ଲାରେ ଅବସ୍ଥିତ। ଏଠାରେ ଭାଲୁ ଆଉ ବାର୍ହା ରହୁଛନ୍ତି। ବାଲୁଖଣ୍ଡ। ବାଲୁଖଣ୍ଡ ସଂରକ୍ଷଣ କେନ୍ଦ୍ରଟି ପୁରୀ ଜିଲ୍ଲାରେ ଅବସ୍ଥିତ। ଏଠି କୃଷ୍ଣସାର, ହରିଣ, ପାତି ମାଙ୍କଡ଼, ହନୁ ମାଙ୍କଡ଼, ଠେକୁଆ, ବଣବିରାଡ଼ି ରହୁଛନ୍ତି। ତାର ବାଇଶିପଲ୍ଲୀ। ବାଇଶିପଲ୍ଲୀ ସଂରକ୍ଷଣ କେନ୍ଦ୍ରଟି ନୟାଗଡ଼ ଜିଲ୍ଲାରେ ଅବସ୍ଥିତ। ଏଠି ବାଘ, ଚିତା ଆଉ ହାତୀ ରହୁଛନ୍ତି। କପିଳାସ। କପିଳାସ ସଂରକ୍ଷଣ କେନ୍ଦ୍ରଟି ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ। ଏଠାରେ ବାଘ, ହରିଣ, ବାର୍ହା, ମାଙ୍କଡ଼ ରହୁଛନ୍ତି। କୁଲଡିହ। କୁଲଡିହ ସଂରକ୍ଷଣ କେନ୍ଦ୍ରଟି ବାଲେଶ୍ୱର ଜିଲ୍ଲାରେ ଅବସ୍ଥିତ। ଏଠାରେ ହାତୀ, ଭାଲୁ, ବାର୍ହା ଆଉ ସମ୍ବର, ହରିଣ ରହୁଛନ୍ତି। ସପ୍ତଶଯ୍ୟା। ସପ୍ତଶଯ୍ୟା ସଂରକ୍ଷଣ କେନ୍ଦ୍ରଟି ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ। ଏଠାରେ ସମ୍ବର, ହରିଣ, ଭାଲୁ, ବାର୍ହା ରହୁଛନ୍ତି। ସେଭଳି ଲକ୍ଷେରୀ ଉପତ୍ୟକା। ଲକ୍ଷେରୀ ଉପତ୍ୟକା ସଂରକ୍ଷଣ କେନ୍ଦ୍ରରେ ଗଜପତି ଜିଲ୍ଲାରେ ଅବସ୍ଥିତ ଏହା। ଏବଂ ଚିତା, ହାତୀ, ମହାବଳ, ବାଘ, ଭାଲୁ, ବାର୍ହା, ସମ୍ବର, ହରିଣ, ଲଙ୍ଗୁର, ନୀଳଗାଈ, ହାତୀ ରହୁଛନ୍ତି। ଲଙ୍ଗୁର, ନୀଳଗାଈ ରହୁଛନ୍ତି। ତାପରେ ଆସିଗଲା ଡମପଡ଼ା। ଡମପଡ଼ା ଯେଉଁ ରହିଛି ଡମପଡ଼ା ସଂରକ୍ଷଣ କେନ୍ଦ୍ରଟି କଟକ ଜିଲ୍ଲାରେ ଅବସ୍ଥିତ ଏବଂ ଏଠାରେ ହାତୀ ରହୁଛନ୍ତି। ତାପରେ ସାତକୋଶିଆ ଯେଉଁ ରହିଛି ସଂରକ୍ଷଣ କେନ୍ଦ୍ରଟି ତାହା କଟକ ଜିଲ୍ଲାରେ ଅବସ୍ଥିତ ଏବଂ ସେଠାରେ ମଗର, ଘଡ଼ିଆଳ କୁମ୍ଭୀର ରହୁଛନ୍ତି। ତାହେଲେ ଆପଣମାନେ ଜାଣିଲେ ଓଡ଼ିଶାର ପ୍ରମୁଖ ପଶୁପକ୍ଷୀ ଆଉ ସଂରକ୍ଷଣ କେନ୍ଦ୍ର ଗୁଡ଼ିକ। ତାହେଲେ